कांग्रेस तार गोटे अभियोग करिछि जे बीजेपी घोड़ा बेपार संपृक्त अछि तार चतुर्थ पार्टी दिलीप राय को जितेया पई ए विषय आपनकर मत कोन देखो जदि कौन दल चाहूँ ଏବଂ ତାଙ୍କ ଦଳ ଚାହୁଁଛି ଯେ ଭାବୁଛି ଯେ ତାଙ୍କ ଦଳର ବିଧାୟକ ମାନେ ଘୋଡା ଆଉ ସେମାନେ ବିକ୍ରି ହେଇଯିବେ ସେଥିରେ ଆମର କିଛି ମତାମତ ଦେବାର ନାହିଁ। ଏଇଟା ତାଙ୍କ ଦଳର ମତେ ଲାଗୁଛି କୋଉଠି ନା କୋଉଠି ମୋରାଲ ଆଉ ଏଥିକ୍ସ କମିଗଲାଣି ବୋଲି ଭାବିବା ପାଇଁ ପଡିବ। ଏବଂ ଏ ରାଜ୍ୟସଭା ନିର୍ବାଚନରେ ବିଧାୟକ ମାନେ ହଉଛନ୍ତି ଗୋଟେ ନିର୍ବାଚିତ ଜନପ୍ରତିନିଧି ଏବଂ ଯଦି ଆପଣ ଅତୀତକୁ ଯିବେ ଯୋଉ କଂଗ୍ରେସ ଦଳ ଭାଷାକୁ ଯଦି ଆପଣ ଦେଖିବେ ତାହେଲେ ଅତୀତରେ ତ କଂଗ୍ରେସ ଦଳ ଅନେକ ଥର କ୍ରସ୍ ଭୋଟିଂ କରିଛି ଏବଂ ଯୋଉମାନେ କ୍ରସ୍ ଭୋଟିଂ କରିଛନ୍ତି ପୁଣି ସେଇ କଂଗ୍ରେସ ଦଳ ସେମାନଙ୍କୁ ପୁଣି ଟିକେଟ ବି ଦେଇଛି। ତେଣୁ ଇଏ ନିଜର ଅନ୍ତଃକନ୍ଦଳ ବା ନିଜ ଦଳର ଲିଡରସିପ ଉପରେ ତାଙ୍କ ବିଧାୟକ ମାନଙ୍କର ଭରସା ନାହିଁ। ଯୋଉଟା ତାଙ୍କ ଦଳର ସେଇ ଯୋଉ ଇଣ୍ଟରନାଲ କନଫ୍ଲିକ୍ଟ ଅଛି ସେଇଟା ରିଫ୍ଲେକ୍ସନ ହଉଛି। ଆପଣ ଦେଖନ୍ତୁ 2-3 ଦିନ ତଳେ ଭିତରେ ତାଙ୍କର ଜଣେ ବିଧାୟକ ଶୋକଜ ନୋଟିସ ଆସିଲାଣି, ଆଉ ଜଣେ ବିଧାୟିକା କହିଲେଣି ଯେ ମୁଁ ଭୋଟ ଦେବି ନାହିଁ, ଆଉ ଜଣେ ବରିଷ୍ଠ ବିଧାୟକ କହିଲେଣି ଯେ ବିଜେଡି ମତେ ବହୁତ ହଇରାଣ କରୁଛି, ଆମେ କାହିଁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବା। ଇଏ ସବୁ କଣ ଦର୍ଶଉଛି ତାଙ୍କ ଦଳରେ ଯୋଉ ସଂଖ୍ୟା ଯାହା ବି ଅଛି ସେ ଭୋଟ ସେ କମନ କ୍ୟାଣ୍ଡିଡେଟ ଯୋଉଟା ବିଜେଡିର ଯିବ ନାହିଁ, ସେଟା ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ ଯୋଉଟା ଭାରତୀୟ ଜନତା ପାର୍ଟି ସମର୍ଥନ ତାଙ୍କ ପାଖକୁ ଆସିବ। ତାକୁ ସେଥିରୁ ନଜର ଆଡେଇବା ପାଇଁ ଆସନ୍ତା କାଲି ଯେତେବେଳେ ନିର୍ବାଚନ ଫଳ ଘୋଷଣା ହବ କଣ କୁହାଯିବ ତାର ନାରେଟିଭ ସେମାନେ ଏବେଠୁ ଫିକ୍ସ କରୁଛନ୍ତି। ଆଉ ଗୋଟେ ଆପଣ ଅଭିଯୋଗ ଆଜି ଆଣିଛନ୍ତି ଯେ ସଂସ୍କୃତ ମିଶ୍ର ଯେ କି ବିଜେଡି ର ପ୍ରଥମ କ୍ୟାଣ୍ଡିଡେଟ ତାଙ୍କର ସତ୍ୟପାଠକୁ ନେଇକି ପ୍ରଶ୍ନ ଉଠିଛନ୍ତି, ସେ କିଛି ତଥ୍ୟକୁ ଲୁଚେଇଥିବା କଥାକୁ ନେଇକି କହିଛନ୍ତି, ଏହା ଉପରେ ଆପଣଙ୍କର ମତ କଣ? ଦେଖନ୍ତୁ ନିର୍ବାଚନରେ ଯେତେବେଳେ ନିର୍ବାଚନ ନାମାଙ୍କନ ଦାଖଲରେ ସତ୍ୟପାଠ ଦାଖଲ ହୁଏ, ସତ୍ୟପାଠରେ ପ୍ରାର୍ଥୀ ନିଜର ସମସ୍ତ ତଥ୍ୟ ଦେବା କଥା। ତାଙ୍କର ସୋର୍ସ ଅଫ ଇନକମ ହଉ, କ୍ରିମିନାଲ ଯଦି କୌଣସି କେସ୍ ଅଛି, ଅନଗୋଇଂ ଜୁଡିସିଆଲ ପ୍ରୋସିଡିଂସ ଅଛି, ସହିତ ତାଙ୍କର ମୁଭେବୁଲ ଆସେଟ, ଇମୁଭେବୁଲ ଆସେଟ, କୌଣସି ଟ୍ରଷ୍ଟ, ଏନଜିଓ ଯାହା ସେ କ୍ୟାଣ୍ଡିଡେଟଙ୍କର ଅଛି ସବୁ କିଛି ତଥ୍ୟ ଦେବା କଥା। ସନ୍ତୁଷ୍ଟ ମିଶ୍ର ଯିଏ ଗୋଟେ ଯୋଉ ବିଜୁ ନବୀନ ଇନ୍ସପାଇରେସନାଲ ଫାଉଣ୍ଡେସନ ତାର ସେକ୍ରେଟାରୀ ଅଛନ୍ତି, କିନ୍ତୁ ସେ ଇଲେକ୍ସନ ଆଫିଡେଭିଟ ରେ ସେ ବିଷୟରେ ଉଲ୍ଲେଖ କରୁନାହାନ୍ତି। ଦିଟା କଥା, ଗୋଟେ କଥା ହେଲା ଯେ ସତ୍ୟପାଠରେ ଭୁଲ ତଥ୍ୟ ଦବା ସେଟା ମାନେ ଇଲିଗାଲ ଏବଂ ସେକ୍ସନ 125(1) ଯୋଉଟା ଅଛି ପିପୁଲ୍ସ ରିପ୍ରେଜେଣ୍ଟେସନ ଆକ୍ଟ 1951 ର ସେକ୍ସନ 125 ଅନୁସାରେ ୟା ବିରୁଦ୍ଧରେ ମକଦ୍ଦମା କରାଯିବ ଏବଂ ନୋମିନେସନ କ୍ୟାନସଲ ବା ଯଦି ନୋମିନେସନ ହେଇସାରିଛି ଭୋଟିଂ ହବାକୁ ଯାଉଛି ତାହେଲେ ଏ ଘଟଣାକୁ ନେଇକି ମଧ୍ୟ ମକଦ୍ଦମା କରାଯାଇ ପାରିବ, ଯୋଉଥିରେ ଯଦି ପ୍ରମାଣିତ ହୁଏ ଯେ ପ୍ରାର୍ଥୀ ନିଜର ସତ୍ୟପାଠରେ ଜାଣି ଶୁଣିକିରି କୌଣସି ତଥ୍ୟ ଦେଇନାହାନ୍ତି ବା ଲୁଚେଇ ଡେଲିଭରେଟଲି ତାହେଲେ ମଧ୍ୟ ପଦ ଯିବାର ପ୍ରାବଧାନ ରହିଛି। ଏବଂ ଅତୀତରେ ସୋନିଆ ଗାନ୍ଧୀ ବି ଥରେ ରିଜାଇନ ଦେଇଥିଲେ, ଅତୀତରେ ଏମିତି ଅନେକ ଉଦାହରଣ ଅଛି ଏଭଳି ଘଟିବାର। ଆଉ ଦ୍ୱିତୀୟ ଦିଗଟି ହେଲା କାହିଁକି ସନ୍ତୁଷ୍ଟ ମିଶ୍ର ଚାହୁଁନାହାନ୍ତି ଏ ଯୋଉ ବିଜୁ ନବୀନ ଇନ୍ସପାଇରେସନ ଫାଉଣ୍ଡେସନ ର ତଥ୍ୟ ଲୋକ ଲୋଚନକୁ ଆସୁ ବା ତାକୁ ଲୁଚେଇ ରଖିବା ପାଇଁ ଚେଷ୍ଟା କରୁଥିବା ପଛର କାରଣଟା କଣ? ତାଙ୍କ ଦଳର କିଛି ବରିଷ୍ଠ ନେତା ଓ ନେତ୍ରୀ ଏମାନଙ୍କର ଷ୍ଟେଟମେଣ୍ଟ ମଧ୍ୟ ମିଡିଆରେ ଆପଣ ପଢିଥିବେ ଦେଖିଥିବେ। ସେମାନେ କହୁଛନ୍ତି ଏଇଟା ବିଜେଡିର ପଇସାକୁ ମନି ଲଣ୍ଡରିଂ କରାଯାଇପାରୁଛି ଏଇ ଫାଉଣ୍ଡେସନ ମାଧ୍ୟମରେ ଦଳର ପାଣ୍ଠିକୁ ହଡପ କରିବା ପାଇଁ। ଇଏ ବି ଆହୁରି ସାଂଘାତିକ ଅଭିଯୋଗ। ତେଣୁ ଏ ଦୁଇଟି କଥା ଦୃଷ୍ଟିରୁ ଯୋଉ ପଏଣ୍ଟ ନମ୍ବର 1 ଆଉ ପଏଣ୍ଟ ନମ୍ବର 2 ମୁଁ କହିଲି, ଏ ଦୁଇଟି ଦିଗରୁ ଦେଖିବାକୁ ଗଲେ ଏ କଥାଟି ବହୁତ ସଙ୍ଗୀନ ଆଉ ବହୁତ ସାଂଘାତିକ। ୟା ଉପରେ ବିଜେଡି ସ୍ପଷ୍ଟୀକରଣ ଦେବା ଦରକାର, ନିଜେ ସନ୍ତୃପ୍ତ ମିଶ୍ର ମଧ୍ୟ ସ୍ପଷ୍ଟୀକରଣ ଦେବା ଦରକାର।